ମୋର ନାତି କୁକୁଡ଼ା ରଖିବା ପାଇଁ ଯେଉଁ ଜାଲି ଘର ତିଆରି କରିଥିଲା ତାକୁ ମୂଷାମାନେ ଆକ୍ରମଣ କଲେ। କୁକୁଡ଼ାମାନଙ୍କ ପାଇଁ ଯେଉଁ ଖାଦ୍ୟ ସେଥିରେ ରଖାଯାଇଥିଲା ସେମାନେ ତଦ୍ୱାରା ଆକୃଷ୍ଟ ହୋଇ ଜାଲି କଣା କରି ତା ମଧ୍ୟରେ ପ୍ରବେଶ କଲେ। ସେ ମୋର ସାହାଯ୍ୟ ଚାହିଁବାରୁ ଆମେ ତା ମଧ୍ୟରେ 2-3ଟା ଜନ୍ତା ବସାଇଲୁ। କିନ୍ତୁ ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ ସେଥିରେ ଗୋଟିଏ ମଧ୍ୟ ମୂଷା ପଡ଼ିଲେ ନାହିଁ। ତାପରେ ଆମର ଜଣେ କୃଷକ ବନ୍ଧୁ ଆମକୁ ପରାମର୍ଶ ଦେଇ କହିଲେ ଯେ ଜନ୍ତା ମଧ୍ୟରେ କିଛି ଖାଦ୍ୟ ନ ରଖିଲେ କ'ଣ ମୂଷା ସେଠିକୁ ଯିବେ? ତା ଭିତରେ ମୂଷାଙ୍କ ଖାଦ୍ୟ ଭର୍ତ୍ତି କରି ରଖ ଏବଂ ଏପରି ବ୍ୟବସ୍ଥା କର ଯେପରି ତାହା ଗୋଟିଏ ଜନ୍ତା ବୋଲି ଆଦୌ ଜଣାପଡ଼ିବ ନାହିଁ। ବାସ୍ତବରେ ତାହା କାର୍ଯ୍ୟକାରୀ ହେଲା। ପରଦିନ ସକାଳେ ଆମେ ଦେଖିଲୁ ଯେ ଗୋଟିଏ ବେଶ୍ ବଡ଼ ମୂଷା ତା ମଧ୍ୟରେ ପଡ଼ିଥିଲା। ଏକଥା ମୋତେ ମନେ ପକାଇଦେଲା ଶୈତାନ ମଧ୍ୟ ଏହି କୌଶଳ କିପରି ଅବଲମ୍ବନ କରେ। ସେ ବଡ଼ କୌଶଳରେ ସତ୍ୟକୁ ନେଇ ଫାନ୍ଦ ପ୍ରସ୍ତୁତ କରେ। ଆଜି ଯେତେ ପ୍ରକାରର ଭ୍ରାନ୍ତ ଶିକ୍ଷା ସମ୍ବଳିତ ନୂଆ ନୂଆ ଧର୍ମମତ ବହୁଳ ପରିମାଣରେ ଦେଖିବାକୁ ମିଳୁଛି, ସେସବୁ ହେଉଛି ତାର ପ୍ରମାଣ। ହଁ ପ୍ରିୟ ବନ୍ଧୁ, ଆଜିର ଯୁଗ ହେଉଛି ପ୍ରତାରଣାର ଯୁଗ। ସେଥିପାଇଁ ଈଶ୍ୱର ତାଙ୍କ ବାକ୍ୟ ବାଇବେଲରେ ଏ କଥା କହନ୍ତି, ଆତ୍ମାଗଣଙ୍କୁ ପରୀକ୍ଷା କରି ଦେଖ ଏବଂ ପ୍ରତାରଣାକାରୀମାନଙ୍କ ପ୍ରତି ସାବଧାନ ରୁହ। ଖ୍ରୀଷ୍ଟଙ୍କ ନାମରେ ଆସୁଥିବା ପ୍ରବଞ୍ଚକମାନଙ୍କ ପ୍ରତି ଏକମାତ୍ର ପ୍ରତିଷେଧକ ହେଉଛି ବାଇବେଲକୁ ଭଲରେ ଜାଣିବ, ସତ୍ୟରେ ବଦ୍ଧମୂଳ ହୁଅ, ସମସ୍ତ ବିଷୟ ପରୀକ୍ଷା କର, ଯାହା ଯାହା ଉତ୍ତମ ତାହା ଧରି ରଖ, ଶୈତାନର ଫାନ୍ଦ ପ୍ରତି ସାବଧାନ।